ଆଜି ମୋ ପଖାଳରେ ମୋର ଭାରି ପ୍ରିୟର ଜିନିଷ ଅଛି, ମାନେ ଏଇ ତରକାରୀଟା। ଏଇ ଯେଉଁ ତରକାରୀଟା ଦେଖୁଛନ୍ତି, ଏଇଟା ସବୁଠୁ ବେଷ୍ଟ, ମୋତେ ବହୁତ ବଢ଼ିଆ ଲାଗେ। ତ ତା ସହିତ ଟିକେ ଆଳୁ ପୋଡ଼ା ଚୋଖା ଆଉ ବାଇଗଣ ଅଛି, ମୁଁ ତାକୁ ଚକଟି ନେମି। ଆଉ ଟିକେ ଟମାଟୋ ବି ପୋଡ଼ା ଅଛି, ତାକୁ ବି ଚକଟି ନେମି। ଏଇ ଯେଉଁ ତରକାରୀଟା ସାଙ୍ଗମାନେ ଦେଖୁଛନ୍ତି, ଏଇଟା ପୋଇ ନାଡ଼ି, ଆଳୁ, ବାଇଗଣ ଆଉ ଟିକେ ଖଟା, ମାନେ କଇଁଆ ଖଟା ଦିଆ ହେଇକି ହେଇଛି। ତ ଏଇ ତରକାରୀଟା ମୋତେ ବହୁତ ଟେଷ୍ଟ ଲାଗେ। ଆଉ କିଛି କିଛି ଲୋକ ଭାବନ୍ତି ପଖାଳରେ କ'ଣ ତରକାରୀ ମାନେ ଝୋଳ ତରକାରୀ ଖାଇବି, କିନ୍ତୁ ମୁଁ ତ ଖାଇଦିଏ। ମୁଁ ଜାଣେନି ସେମାନଙ୍କୁ କ'ଣ ଲାଗେ, ମୋତେ ଭଲ ଲାଗେ, ମୁଁ ଖାଇଦିଏ। ତ ସେଇ ଯେଉଁ ବାଇଗଣ ଫାଳିଟାକୁ ଦେଖୁଛନ୍ତି, ତାକୁ ଟିକେ ପ୍ରଥମେ ଭଲକିନି ଆଳୁରେ ଚକଟି ନେମି। ତାପରେ ତାର ଯେଉଁ ବାସ୍ନାଟା, ଓ ପୁରା ଇଚ୍ଛା ହେଲାଣି ମାନେ ଆଉ ନ ରହିପାରିବା ପାଇଁ, ଖାଇଦେବା ପାଇଁ। ମୋ ନଣନ୍ଦ କହିଲେ, ତମେ ଏମିତି ହେଇଗଲଣି, ମାନେ ଭୋକଟାକୁ ତମେ ପୁରା ଇଏ କରି ନେଲନି, ତ ଟମାଟୋଟା ମୋତେ ଦିଅ, ମୁଁ ଚକୁଡ଼ି ଦେଉଛି, ଆଉ ତମେ ଖାଅ। ସେ ତରକାରୀ ଯାହା ହେଇଥିଲା ନା ସାଙ୍ଗମାନେ, ଆଉ କାହିଁ କହୁଛନ୍ତି। ଥଣ୍ଡା ହେଇଥିବ ଆଉ ଏମିତିଆ ଖଟା ତରକାରୀ ହେଇଥିବ। କେଉଁମାନଙ୍କର ଖଟା ତରକାରୀ ଭାରି ପସନ୍ଦ, ମାନେ ସେ କଇଁଆ ଖଟା ହଉ କି ଆମ୍ବୁଲ ଖଟା ହଉ, ମୋତେ ଭାରି ମାନେ ଏତେ ସୁନ୍ଦର ମୋର ଖଟା ତରକାରୀ। ତା ସହିତ ତ ପୋଇ ନାଡ଼ି ପଡ଼ିଛି, ଖାଇବାଟା ତୁମର ଆଜି ଜମିଯିବ ପୁରା ଦଳାରେ। ଆଉ କ'ଣ, ପ୍ରଥମେ ଦଳାକୁ ନେଇକି ଖାଇଦେଲି। ଦେଖିବା ଖାଇବାଟା କେମିତି ହେଇଛି। ହଁ, ବଢ଼ିଆ ହେଇଛି। ଟମାଟୋ ଦଳାରେ ସେମାନେ ଟିକେ, ମାନେ ମୋ ନଣନ୍ଦ ଆଉ ମୋ ସ୍ୱାମୀ ଟିକେ ତେଲ ପକେଇ ଖାଆନ୍ତି, ତ ମୋତେ ଟିକେ ସେଇଟା ବେଶୀ ଭଲ ଲାଗେନି ତେଲ, ହେଲେ ବି ଖାଇଦିଏ। ଆଉ କହିଲେ ଭଲ ହେଇଛି ନା? ହଁ, ମୁଁ ସବୁଠୁ ବେଷ୍ଟ ହେଇଛି ମୋର ଏଇ ପୋଇ ନାଡ଼ି। ଖାଉନ ଖଣ୍ଡେ? ସିଏ ଜମା ପୋଇ ଖାଇବାକୁ ପସନ୍ଦ କରନ୍ତିନି, ତ ମୁଁ ସେଥିପାଇଁ ତାକୁ ଦେଖାଉଛି, ଖାଉନ ଖଣ୍ଡେ ପୋଇ। ପଚାରୁଛନ୍ତି, ଭାଉଜ କ'ଣ ହେଇଛି ନା ତମ ପୋଇ ତରକାରୀ? ମୁଁ କହିଲି ହେଇଛି ନା, ପୁରା ବେଷ୍ଟ ହେଇଛି। ଆଉ ଗୋଟେ କଥା ସାଙ୍ଗମାନେ, ଏମିତି ତରକାରୀ ଯେତେବେଳେ ବଳି ପଡ଼ିବ, କେଉଁମାନଙ୍କୁ ଶେଷରେ ଯେଉଁ ମୁଠାଏ ଭାତ ଥିବ ତାକୁ ଚିପୁଡ଼ିକି ସେ ତରକାରୀ ଦେହରେ ଗୋଳେଇକି ଖାଇବାକୁ ଭଲ ଲାଗେ, ମୋତେ ନିଶ୍ଚିତ ଜଣେଇବେ। ତ ମୋତେ ଭାରି ଏଇଟା ପସନ୍ଦ। ମାନେ ମୁଁ ଛୁଆଟି ବେଳରୁ ଏମିତି ଗୋଳା ଭାତ ଖାଇବାକୁ ଭଲ ପାଏ। ମୁଁ ପୋଡ଼ା ଆଳୁରେ ବି ଏମିତି ଝୋଳଝୋଳିଆ କରିକି ଏମିତି ଭାତ ଲାଷ୍ଟକୁ ଥିବ ଯେଉଁ ଚିପୁଡ଼ି ଖାଇବା, ମୋତେ ଛୁଆବେଳେ କଥା ଭାରି ମନେ ପଡ଼ିଯାଉଛି। ତା ସହିତ ଏଇ ଓଲି ପିଆଜ, ମାନେ ଫୁଟି ପିଆଜ ଆମ ଆଡ଼େ କୁହନ୍ତି, ତ ଏଇଆକୁ ଖାଇବାକୁ ବଢ଼ିଆ ଲାଗିଲା। ଆଜି ଖାଇବାଟା ପୁରା ବେଷ୍ଟ ଖାଇବା ଥିଲା। ଆଉ ଏଇଟା ଗୋଟେ ଇଣ୍ଟରେଷ୍ଟିଂ କଥା, ବାଇଗଣର ମୁଣ୍ଡି ବି ଜଣେ ଜଣେ ମାନେ ଖାଇକି ଦଳିକି ଖାଇକି ପକାଡ଼ି ଦିଅନ୍ତି। ମୁଁ ସବୁଠୁ ଶେଷକୁ ଦେଖି କେମିତି ଇଣ୍ଟରେଷ୍ଟ ଲାଗିବ, ତ ମୁଣ୍ଡିକି ବି ମୁଁ ଖାଇଦିଏ। ମୋତେ କହିବେ, ତୁ ଆଉ ସେତିକି କାହିଁ ବଞ୍ଚେଇ ରଖୁ, ତାକୁ ବି ଖାଇଦେ। ମୁଁ କହିଲି, ନା, ଇଏ ଆଉ ଯିବନି। କିନ୍ତୁ ବହୁତ ବଢ଼ିଆ ଲାଗେ। କେଉଁମାନେ ଏମିତି ଖାଆନ୍ତି ବି ସୁଦ୍ଧା। ଶେଷକୁ ତ ଏଇଟା ନ କହିଲେ ହେବନି। ଆଉ ତୋରାଣଟା ପିଇଲେ ସିନା ପଖାଳର ମଜାଟା ବେଶୀ ଆସିବ, ତ ନିଦ।